ଚନ୍ଦନପୁର ଗ୍ରାମରେ ସତ୍ୟବ୍ରତ ନାମକ ଜଣେ ପ୍ରସିଦ୍ଧ ବୈଦ୍ୟ ବାସ କରୁଥିଲେ। ଲୋକମାନେ ତାଙ୍କୁ ଧନ୍ୱନ୍ତରୀଙ୍କ ଏକ ଅବତାର ରୂପେ ମାନୁଥିଲେ। ତାଙ୍କର ଏକମାତ୍ର ପୁତ୍ର, ତାର ନାଁ ଦେବବ୍ରତ। ପିତାମାତାଙ୍କର ଅଶେଷ ସ୍ନେହ ଓ ଯତ୍ନରେ ସେ ପାଳିତ। ସେ ବୁଦ୍ଧିମାନ ହେଲେ ମଧ୍ୟ ଅତି ମାତ୍ରାରେ ଜିଦଖୋର। ଏସବୁ ଦେଖି ତା ପିତାମାତା ଭାବୁଥିଲେ ଯେ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ତାର ଏହି ଦୁର୍ଗୁଣ ମଧ୍ୟ ଦୂରେଇ ଯିବ। କିନ୍ତୁ ଏହାର ବିପରୀତ ଘଟିଲା। ଦିନକୁ ଦିନ ତାର ଏହି ସ୍ୱଭାବ ବଢ଼ିବାରେ ଲାଗିଲା। ବାଳୁତ କାଳରୁ ଯାହା ସମ୍ଭବ ହୋଇନାହିଁ ତାହା କି ଆଉ ସହଜରେ ସୁଧୁରିବ? ଅବଶ୍ୟ ଦେବବ୍ରତର ଅନ୍ୟ କୌଣସି ମନ୍ଦ ସ୍ୱଭାବ ନଥିଲା। କେବଳ ଏତିକି ଯେ ଯାହା କରିବା ପାଇଁ ଇଚ୍ଛା କରେ ସେ ତାହା ହିଁ କରେ। ପିତା ବୈଦ୍ୟଶାସ୍ତ୍ର ଶିକ୍ଷା କରିବା ପାଇଁ ପୁତ୍ରକୁ ଅନେକ ବାର ପରାମର୍ଶ ଦେଲେ, କିନ୍ତୁ ସେ ତାହା ନ କରି କାବ୍ୟ କବିତା ପଠନରେ ନିଜର ଅଭିରୁଚି ଜାରି ରଖିଲା। ଧୀରେ ଧୀରେ ସେ ଅନ୍ୟକୁ ବେଖାତିର କରିବା ଓ ନିଜର ଭୁଲ ସ୍ୱୀକାର ନ କରିବା ଓ ଗୁରୁଜନମାନଙ୍କୁ ଅପମାନ କରିବା ଆଦି କୁସ୍ୱଭାବର ବଶବର୍ତ୍ତୀ ହେଲା। ପିତାଙ୍କର ବାରଣ ସତ୍ତ୍ୱେ ତାର କୌଣସି ମଧ୍ୟ ପରିବର୍ତ୍ତନ ଘଟୁନଥାଏ। ଦିନେ ପିତା ତାଙ୍କୁ କହିଲେ, ଯାହାର ସ୍ୱଭାବ ଉତ୍ତମ ଅଟେ ତାହାର ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହେ। ଯଦି ତୁମର ଆଚରଣରେ ପରିବର୍ତ୍ତନ ନ ଘଟେ ତେବେ ଅଯଥା ତୁମେ କୌଣସି ରୋଗର ଶିକାର ହୋଇଯାଇପାର। ପିତାଙ୍କ ଏଭଳି ଚେତାବନୀକୁ ମଧ୍ୟ ଦେବବ୍ରତ ଗୁରୁତ୍ୱ ଦେଲା ନାହିଁ। କିନ୍ତୁ ଏହାର ଠିକ୍ 1 ମାସ ଅନ୍ତରରେ ସେ ଏକ ବିଚିତ୍ର ବେମାରରେ ପୀଡ଼ିତ ହେଲା। ଦିନେ ପ୍ରଭାତ ସମୟରେ ଶଯ୍ୟା ତ୍ୟାଗ କରିବା ବେଳକୁ ସେ ଦେଖିଲେ ଯେ ତାର ସର୍ବାଙ୍ଗରେ ଲାଲ ଓ ଧଳା ରଙ୍ଗର ଦାଗମାନ ଦୃଶ୍ୟ ହେଉଛି। ଏହା ତାର ଶରୀରକୁ ବିକୃତ କରିଦେଇଥାଏ। ସତ୍ୟବ୍ରତ ତାଙ୍କ ପୁତ୍ରର ଏହିପରି ଅବସ୍ଥା ଦେଖି ଖୁବ୍ ବିଚଳିତ ହୋଇପଡ଼ିଲେ। ଆବଶ୍ୟକୀୟ ଔଷଧ ପ୍ରୟୋଗ କରିବାରୁ ଦେବବ୍ରତର ହାତ ଓ ପାଦର ଦାଗ ଗୁଡ଼ିକ ଭଲ ହୋଇଗଲା। କିନ୍ତୁ ପିଠି ଓ ଶରୀର ଅଗ୍ରଭାଗ ଭଲ ନ ହେବାରୁ ଦେବବ୍ରତକୁ ନିଜ ଶରୀରକୁ ସର୍ବଦା ଆବୃତ ରଖିବା ପାଇଁ ପଡ଼ିଲା। ସତ୍ୟବ୍ରତ ତାଙ୍କ ପୁତ୍ରକୁ ଉପଦେଶ ଦେଲେ, ସମସ୍ତଙ୍କର ସମ୍ମାନ କର, ଆଦର କର, ନିଜର ଜିଦଖୋର ସ୍ୱଭାବ ପରିତ୍ୟାଗ କରି ନିଜର ଦୋଷ ସ୍ୱୀକାର କର, ବାକ୍ ସଂଯମତା ଅବଲମ୍ବନ କର, ତେବେ ଯାଇ ଏ ରୋଗ ତୁମ ଶରୀରରୁ ନିଶ୍ଚିହ୍ନ ହୋଇଯିବ। ଦେବବ୍ରତ କିନ୍ତୁ ତା ପିତାଙ୍କ କଥାକୁ ମୋଟେ ବିଶ୍ୱାସ କଲା ନାହିଁ। ଓଲଟି ତା ମନରେ ସନ୍ଦେହ ଜାତ ହେଲା ଯେ ବୋଧହୁଏ ପିତା ତାକୁ ଭଲ ରୂପେ ଚିକିତ୍ସା କରୁନାହାନ୍ତି। ଏପରିକି ସେ ସନ୍ଦେହ କଲା ଯେ ପିତା ତାର ଆହାରରେ କୌଣସି ଔଷଧ ମିଶ୍ରଣ କରି ଦେଇଛନ୍ତି, ଯାହାର ଫଳସ୍ୱରୂପ ତାକୁ ଆଜି ଏପରି ରୋଗ ଭୋଗ କରିବା ପାଇଁ ପଡ଼ୁଛି। ସେ ତାର ଏହି ମନ କଥା ମାତାଙ୍କ ଆଗରେ ପ୍ରକାଶ କରିବାରୁ ସେ ତାଙ୍କ ପତିକୁ ଏହା ଜଣାଇଲେ। ବହୁ ଲୋକଙ୍କର ଚିକିତ୍ସା କରି ସେମାନଙ୍କୁ ମୁଁ ରୋଗମୁକ୍ତ କରୁଛି। ମୋର ଶତ୍ରୁ ପ୍ରତି ମଧ୍ୟ ଏପରି ଆଚରଣ କରିବା କଥା ମୁଁ କେବେ ବି ଚିନ୍ତା କରିପାରିବି ନାହିଁ। ଏହା କହି ପିତା ନିଜ ପୁତ୍ରର ଏପରି ଭାବନା ଓ ସ୍ୱଭାବରେ ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଲେ। ତେବେ ମଧ୍ୟ ଦେବବ୍ରତର ସନ୍ଦେହ ଦୂର ହେଲା ନାହିଁ। କିଛି ଦିନ ପରେ ସତ୍ୟବ୍ରତଙ୍କ ନିକଟକୁ ଜଣେ ରୋଗୀ ଆସିଲେ। ଦେବବ୍ରତ ଯେଉଁ ରୋଗରେ ଶିକାର ହୋଇଥିଲେ ସେ ମଧ୍ୟ ସେହି ରୋଗରେ ପୀଡ଼ିତ ଥିଲେ। ସତ୍ୟବ୍ରତ ତାଙ୍କୁ ଔଷଧ ପ୍ରଦାନ କରି କହିଲେ, ଗୁରୁଜନକୁ ସମ୍ମାନ କରିବା, କ୍ରୋଧ ଓ ବିଚଳିତ ଭାବ ଉପରେ ନିଜର ନିୟନ୍ତ୍ରଣ ରଖିବା, ସମସ୍ତଙ୍କୁ ଆଦରପୂର୍ଣ୍ଣ ବ୍ୟବହାର କରିବା, ଏହିସବୁ ଉତ୍ତମ ଆଚରଣ ଦ୍ୱାରା ତୁମର ରୋଗ ଯଥାଶୀଘ୍ର ଭଲ ହୋଇଯିବ। କିଛି ଦିନ ପରେ ରୋଗୀଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଗଲା। ଏହି ବିଷୟ ଜାଣିପାରି ଦେବବ୍ରତ ଭୟଙ୍କର କ୍ରୋଧିତ ହୋଇଉଠିଲେ। ପିତାଙ୍କ ନିକଟରେ ପହଞ୍ଚି ସେ ଅଭିଯୋଗ କଲେ, ସେହି ରୋଗୀ ତ ଏତେ ଶୀଘ୍ର ଆରୋଗ୍ୟ ଲଭିଲେ। ଆପଣ ଜାଣିଶୁଣି ମୋତେ ଉପଯୁକ୍ତ ଔଷଧ ପ୍ରଦାନ କରିନାହାନ୍ତି। ତାକୁ ଯେଉଁ ଔଷଧ ଦେଇଛନ୍ତି ମୋତେ ବି ତାହା ଏବେ ଦିଅନ୍ତୁ, ନଚେତ୍ ମୁଁ ଜାଣିବି ଯେ ପ୍ରକୃତରେ ଆପଣ ମୋତେ ଭଲ ପାଆନ୍ତି ନାହିଁ। ପୁତ୍ରର ଏଭଳି କଥାରେ ସତ୍ୟବ୍ରତ ହସିଦେଇ କହିଲେ, ମୁଁ ଏଇଟି କ୍ଷେତ୍ରରେ ସମାନ ଔଷଧ ପ୍ରୟୋଗ କରିଛି। ଏହା ତୁମକୁ ବୁଝାଇଲେ ମଧ୍ୟ ତୁମେ ତାହା ସତ୍ୟ ରୂପେ ମାନିବ ନାହିଁ। ତେବେ ଗୋଟିଏ ଉପାୟ ଅଛି। ତୁମେ ସ୍ୱୟଂ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରି ଏହାର ସତ୍ୟତାର ପରୀକ୍ଷା କରିପାରିବ। ଦେବବ୍ରତ ପ୍ରକାଶ କଲେ, ବୈଦ୍ୟଶାସ୍ତ୍ର ପ୍ରତି ମୋର କୌଣସି ଆଗ୍ରହ ନାହିଁ। ତେବେ କେଉଁ ପୁସ୍ତକରେ ଏହି ରୋଗର ଔଷଧ ସମ୍ବନ୍ଧରେ ବିବରଣୀ ରହିଛି ତାହା ମୋତେ କୁହନ୍ତୁ। ମୁଁ ତାହା ଅଧ୍ୟୟନ କରି ଚିକିତ୍ସା ପଦ୍ଧତି ଜାଣିନେବି।
ଏ ପ୍ରକାରର କଥା ଶୁଣି ସତ୍ୟବ୍ରତ କହିଲେ, ବୈଦ୍ୟଶାସ୍ତ୍ରରେ ମନୁଷ୍ୟ ଶରୀର ସମ୍ବନ୍ଧରେ ସମସ୍ତ ତଥ୍ୟ ରହିଛି। ବିଭିନ୍ନ ରୋଗର କାରଣ, ତାହାର ପ୍ରତିକାରର ଉପାୟ ଉଲ୍ଲେଖ ରହିଛି। ଆମେ ଗ୍ରହଣ କରୁଥିବା ଖାଦ୍ୟପେୟ, ରୋଗ ହରଣକାରୀ ଜଡ଼ିବୁଟିର ପ୍ରୟୋଗ ବିଧି ଆଦି ଅନେକ ବିଷୟ ଏହି ଶାସ୍ତ୍ରରେ ଆଲୋଚନା କରାଯାଇଛି। ଜଣେ ଚିକିତ୍ସକ ଉତ୍ତମ ରୂପେ ଏହା ଅଧ୍ୟୟନ କରିପାରିବ। ପରେ ଏହାକୁ ସ୍ମରଣ ରଖି ବିଭିନ୍ନ ନିଦାନ ପ୍ରସ୍ତୁତ କରେ। ବୈଦ୍ୟଶାସ୍ତ୍ରର ସମ୍ପୂର୍ଣ୍ଣ ଅଧ୍ୟୟନ ପରେ ଯାଇ ଜଣେ ବୈଦ୍ୟ ହେବା ପାଇଁ ଯୋଗ୍ୟ ହୋଇପାରିବ। ପିତାଙ୍କର ଏପରି କଥା ଶୁଣି ଦେବବ୍ରତଙ୍କ ମନରେ ବୈଦ୍ୟଶାସ୍ତ୍ର ଶିକ୍ଷା ଲାଭ କରିବା ପାଇଁ ଏକ ଅଦମ୍ୟ ଜିଦ୍ ସୃଷ୍ଟି ହେଲା। ପିତା ତାକୁ ଭୁଲ ଔଷଧ ପ୍ରଦାନ କରିଛନ୍ତି, ଏହା ପ୍ରମାଣିତ କରିବା ପାଇଁ ସେ ମଧ୍ୟ ଖୁବ୍ ତତ୍ପର ହେଲେ। ତେଣୁ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରି ନିଜ ରୋଗର ସଠିକ୍ ନିଦାନ କରିବା ପାଇଁ ସେ ବଦ୍ଧପରିକର ହେଲା। ସେହି ଦିନଠାରୁ ସେ ଅଧ୍ୟୟନ ଆରମ୍ଭ କଲା। ଏହା ଦେଖି ସତ୍ୟବ୍ରତ ତାଙ୍କୁ କହିଲେ, କେବଳ ଅଧ୍ୟୟନ ଦ୍ୱାରା ତୁମେ ଏହି ବିଦ୍ୟା ହାସଲ କରିବା ପାଇଁ ଚାହିଁଲେ ଯଥେଷ୍ଟ ସମୟ ଲାଗିବ। ତୁମର ଜ୍ଞାନ ସୀମିତ ହେବ ଓ ଶାସ୍ତ୍ରର ଗଭୀରତାକୁ ସ୍ପର୍ଶ କରି ରହିପାରିବ ନାହିଁ। ପ୍ରତ୍ୟେକ ବିଦ୍ୟା ଶିକ୍ଷା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି। ପିତାଙ୍କ ଠାରୁ ବଡ଼ ତ ଅନ୍ୟ କେହି ଗୁରୁ ନାହାନ୍ତି, ଏହା ମଧ୍ୟ ତୁମେ ବୁଝିପାରୁଥିବ। ଯଥାଶୀଘ୍ର ବୈଦ୍ୟଶାସ୍ତ୍ରର ପାରଙ୍ଗମ ହେବା ପାଇଁ ଦେବବ୍ରତ ପିତାଙ୍କର ଏହି ପରାମର୍ଶ ଗ୍ରହଣ କଲେ। ଏକରେ ତ ସେ ବୁଦ୍ଧିମାନ, ତାପରେ ଧନ୍ୱନ୍ତରୀ ସଦୃଶ ପିତାଙ୍କ ଠାରୁ ଶିକ୍ଷାପ୍ରାପ୍ତି। 1 ବର୍ଷ ମଧ୍ୟରେ ସେ ବୈଦ୍ୟଶାସ୍ତ୍ରର ଅନେକ ବିଭାଗ ସମ୍ବନ୍ଧରେ ଜାଣିଗଲେ। ଏବେ ସେ ତାଙ୍କ ପିତାଙ୍କ ପରାମର୍ଶରେ ସତ୍ୟତା ଅନୁଭବ କଲେ। ସନ୍ତୋଷ ଓ ଶାନ୍ତି ଏହା ମନୁଷ୍ୟର ଶରୀର ସ୍ୱାସ୍ଥ୍ୟ ପାଇଁ ଦୁଇଟି ମୁଖ୍ୟ କାରଣ। ଘୃଣା, ଈର୍ଷା, ଦ୍ୱେଷ, ଅସନ୍ତୋଷ, କ୍ରୋଧ ମନୁଷ୍ୟର ସ୍ୱାସ୍ଥ୍ୟର ପରମ ଶତ୍ରୁ। ଏତେ କଥା ଜାଣିବା ପରେ ମଧ୍ୟ ପିତାଙ୍କ ପ୍ରତି ତାଙ୍କ ମନରେ ଜନ୍ମିଥିବା ଅବିଶ୍ୱାସ ଯାଉନଥାଏ। ଦେବବ୍ରତ ଏବେ ଠିକ୍ ଜାଣିପାରିଲା ଯେ ତାହାର ରୋଗ ପାଇଁ କେଉଁ ଔଷଧ ଆବଶ୍ୟକ। ସେହି ଔଷଧ ପ୍ରସ୍ତୁତ ପାଇଁ ଦରକାରୀ ଚେରମୂଳ ସଂଗ୍ରହ କରିବା ଉଦ୍ଦେଶ୍ୟରେ ନିକଟସ୍ଥ ଜଙ୍ଗଲକୁ ଯିବା ପାଇଁ ବାହାରିଲେ। ଜଙ୍ଗଲରେ ସେ ଘୂରି ବୁଲୁଥାଏ। ଶେଷରେ ଗୋଟିଏ ସ୍ଥାନରେ ସେହି ଔଷଧ ବୃକ୍ଷର ସନ୍ଧାନ ପାଇ ସେ ତାହା ସଂଗ୍ରହ କରୁଥିବା ସମୟରେ ଏକ ତୀର କ୍ଷିପ୍ର ବେଗରେ ଆସି ତା ନିକଟରେ ପଡ଼ିଲା। ଏହା ତାର ବାମ ହାତର ପାପୁଲିରେ ସାମାନ୍ୟ ଟିକେ କ୍ଷତ ମଧ୍ୟ ସୃଷ୍ଟି କଲା। ତାପରେ ସେ ଦେବବ୍ରତ କ୍ରୋଧରେ ଚିତ୍କାର କରି କହିଲା, କେଉଁ ମୂର୍ଖ ଓ ଅହଙ୍କାରୀ ଏପରି ମୂର୍ଖତାପୂର୍ଣ୍ଣ ଆଚରଣ କରିଛି? ମୋ ସହିତ ଶତ୍ରୁତା କରିବା କ'ଣ ଦରକାର? ଏପରି କହି ସେ ହଠାତ୍ ପଛକୁ ଚାହିଁଲା। ଠିକ୍ ଏହି ସମୟରେ ସେ ଦେଖିବାକୁ ପାଇଲା ଯେ ତାର ପଶ୍ଚାତ୍ ଭାଗରେ ସେ ଦେଶର ରାଜା ଖୋଦ୍ ନିଜେ ଦଣ୍ଡାୟମାନ ହୋଇଛନ୍ତି। ଶିକାର ଉଦ୍ଦେଶ୍ୟରେ ସେ ଜଙ୍ଗଲକୁ ଆସିଥିଲେ। କୌଣସି ଜନ୍ତୁ ଉପରକୁ ଚଳାଉଥିବା ତୀର ଲକ୍ଷ୍ୟଭ୍ରଷ୍ଟ ହୋଇ ଏଠାରେ ଆସି ପଡ଼ିଛି। ଦେବବ୍ରତକୁ ମହାରାଜ କହିଲେ, ଅଜାଣତରେ ମୁଁ ଏପରି ଭୁଲ କରି ବସିଛି। ତୁମେ ମଧ୍ୟ ଜାଣିଶୁଣି ମୋର ନିନ୍ଦା କରିନାହଁ। ଏଥିରେ ତୁମର କୌଣସି ଭୁଲ ନାହିଁ। ଦେବବ୍ରତ ନିଜର କ୍ରୋଧ ଶାନ୍ତ ନ କରି କହିଲା, ତୁମେ ଏପରି ଲକ୍ଷ୍ୟହୀନ ଭାବରେ ତୀର ନିକ୍ଷେପ କରିଥିବାରୁ ନିଜର ତ୍ରୁଟି ସ୍ୱୀକାର କରୁଛ। ତୀର ମୋ ନିକଟରେ ପଡ଼ିବାରୁ ମୁଁ ଗାଳିଦେଲି। ଏଥିରେ ମୋର ଆଉ କେଉଁଠାରେ ଭୁଲ ରହିଲା? ରାଜା କ୍ଷୁବ୍ଧ ହୋଇ କହିଲେ, ମୁଁ ଏହି ଦେଶର ରାଜା। ପ୍ରଥମେ ମହାରାଜାଙ୍କୁ ସମ୍ମାନ କରିବା ଶିଖ, ତାପରେ ଯାଇ କିଏ କେତେ ଭୁଲ କରିଛି ତାର ହିସାବ କରିବ। ଦେବବ୍ରତ ଆହୁରି ଉତ୍ତେଜିତ ହୋଇ କହିଲା, ସାଧାରଣ ବ୍ୟକ୍ତିର ଭୁଲ ତାର ନିଜର କ୍ଷତି ହୁଏ, କିନ୍ତୁ ଦେଶର ଶାସକ ଯେଉଁ ଭୁଲ କରେ ତାହା ସାରା ଦେଶର କ୍ଷତି କରିଥାଏ। ଏପରି ଭୁଲ କରିଥିବା ରାଜା ସମ୍ମାନର ଯୋଗ୍ୟ ନୁହେଁ। ଏପରି ଦମ୍ଭୋକ୍ତି ଶୁଣି ରାଜାଙ୍କର କ୍ରୋଧର ଆଉ କୌଣସି ସୀମା ରହିଲା ନାହିଁ। ସେ ତାଳି ବଜାଇବାରୁ ତୁରନ୍ତ 10 ଜଣ ସୈନିକ ସେଠାରେ ଆସି ପହଞ୍ଚିଲେ। ରାଜା ତାଙ୍କୁ କହିଲେ, ନିଜର ଦୋଷ ସ୍ୱୀକାର କରି ସାରିବା ସତ୍ତ୍ୱେ ଜଣକୁ ଗାଳି କରିବା ଓ ନିଜ ଦେଶର ରାଜାଙ୍କ ଅସମ୍ମାନ କରିବା ଅପରାଧ ପାଇଁ ଏହି ଦୁଷ୍ଟକୁ ତା ଦଣ୍ଡ ସ୍ୱରୂପ 100 ବେତ ପ୍ରହାର କର। ରାଜାଙ୍କ ଆଦେଶ ଶୁଣିବା କ୍ଷଣି 2 ଜଣ ସୈନିକ ଦେବବ୍ରତର ହାତକୁ ପଛପଟକୁ ମୋଡ଼ି ଧରିଲେ। ଜଣେ ପ୍ରହାର କରିବା ପାଇଁ ଉଦ୍ୟମ ହେଲା। ଏବେ ଦେବବ୍ରତ ପରିସ୍ଥିତିର ଗୁରୁତ୍ୱ ବୁଝିପାରିଲା। ତେଣୁ ସେ ଭୟରେ ଥରି ଥରି ପ୍ରାର୍ଥନା କଲା, ମହାରାଜ, ମୁଁ ପ୍ରସିଦ୍ଧ ବୈଦ୍ୟ ସତ୍ୟବ୍ରତଙ୍କ ପୁତ୍ର ଅଟେ। ଏକ ଦୁରାରୋଗ୍ୟ ବ୍ୟାଧିର ପୀଡ଼ିତ ହୋଇ ଏଠାକୁ ଚେରମୂଳ ସନ୍ଧାନରେ ଆସିଥିଲି। ସେହି ରୋଗ କାରଣରୁ କ୍ରୋଧ ଓ ଚିଡ଼ଚିଡ଼ା ସ୍ୱଭାବ ଉପରେ ମୁଁ ଆଦୌ ମୋର ନିୟନ୍ତ୍ରଣ ରଖିପାରୁନାହିଁ। ତେଣୁ ମୁଁ ଉତ୍ତେଜିତ ହୋଇ ଏତେ କଥା ବକିଗଲି। ମୋତେ ଏଥର ଆପଣ କ୍ଷମା କରନ୍ତୁ। ତାର ସମସ୍ତ କଥା ଶୁଣି ରାଜା କହିଲେ, ଆଚ୍ଛା,
ପ୍ରହାର ନାମ ଶୁଣୁ ଶୁଣୁ ତୁମ ଭିତରେ ହଠାତ୍ ଏତେ ପରିବର୍ତ୍ତନ ଆସିଗଲା? ତେବେ ପ୍ରହାର ବସିଗଲେ ତ ସବୁଦିନ ପାଇଁ ତମର ଏଇ ସ୍ୱଭାବ ବଦଳିଯିବ। ଅତେବ ତୁମକୁ ମାଡ଼ ଖାଇବାକୁ ହିଁ ପଡ଼ିବ। ସୈନିକମାନେ ବେତ ପ୍ରହାର ପାଇଁ ତା ଦେହରୁ ପୋଷାକ ଉତାରିଦେଲେ। ତାର ଶରୀରରେ ରୋଗର ଦାଗଗୁଡ଼ିକ ରାଜା ସମେତ ସୈନିକଗଣ ସମସ୍ତେ ଦେଖିପାରିଲେ। ତାପରେ ସେ ରାଜା ନିଜର ଆଦେଶ ଫେରାଇ ନେଇ କହିଲେ, ଏହାକୁ ଛାଡ଼ିଦିଅ। ସେ ଯେଉଁ ରୋଗ କଥା କହୁଥିଲା ତାହା ସତ୍ୟ ଅଟେ। ଦଣ୍ଡରୁ ରକ୍ଷା ମିଳିବାରୁ ଦେବବ୍ରତ ଏଥର ଖୁସି ମନରେ ଜଡ଼ିବୁଟି ଧରି ଘରକୁ ଫେରିଆସିଲା। ପିତାଙ୍କ ନିକଟରେ ଘଟିଯାଇଥିବା ସମସ୍ତ ଘଟଣା ସେ ବର୍ଣ୍ଣନା କରି କହିଲା, ଆପଣ ମୋତେ ବୁଝାଇବା ପାଇଁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ମୁଁ ତାହା ଆଦୌ ଗ୍ରହଣ କରୁନଥିଲି। ଏପରିକି ବାକ୍ ସଂଯମତା ରକ୍ଷା କରିବା ପାଇଁ ତୁମର ପରାମର୍ଶକୁ ମୁଁ ହେୟ ଜ୍ଞାନ କରୁଥିଲି। ଆଜି ସେହି କାରଣରୁ ମୁଁ ଦଣ୍ଡିତ ହେବାକୁ ଯାଉଥିଲି। ମୋର ଚର୍ମର ଏହି ଦାଗଗୁଡ଼ିକ ନଥିଲେ ଆଜି ମୋର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥାନ୍ତା। ତେବେ ଏହି ରୋଗ ତୁମର ଉପକାରରେ ଆସିଛି। ଏବେ ତୁମେ ଠିକ୍ ବୁଝିପାରୁଥିବ କ୍ରୋଧ, ବାଚାଳତା କିପରି ବିବେକହୀନ କାର୍ଯ୍ୟ ଓ ଭୟଙ୍କର ରୋଗ ସଦୃଶ। ତୁମଠାରେ ଯେଉଁ ମାନସିକ ପରିବର୍ତ୍ତନ ଘଟିଛି ତାହା ତୁମର ଶରୀରକୁ ଯଥାଶୀଘ୍ର ରୋଗମୁକ୍ତ କରାଇବ। ଏହାପରେ ସତ୍ୟବ୍ରତ ନିଜ ପୁତ୍ରର ଚିକିତ୍ସା କରି ମାତ୍ର 10 ଦିନରେ ତାକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରାଇଲେ। ସୁସ୍ଥ ଶରୀର ପାଇଁ ଯେ ସୁସ୍ଥ ମନ ନିର୍ମଳ ଅନ୍ତର ଲୋଡ଼ା ତାହା ସେ ପ୍ରମାଣିତ କରିଦେଲେ। ଦର୍ଶକ ବନ୍ଧୁମାନେ, ଯଦି ମୋ ଓଡ଼ିଆ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।